মা মতে মান না মো মার সহি পারুনি সহি যদি ন পারুছ তার কামକୁ যাউনু কাইকি বে ঘরে বসিছু কোউ বপ্পা ততে খাইବାକୁ দব বে মতে যাহা কହୁছিল কহ মা হেলে মো বাপাଙ୍କୁ কিছু কহ না বাপা না কইলে বাধি যাଉଛି পুଅটা তো ଗୋଟେ খুনি বাপ যে কোন ହେଇଥିବ সেটা মতে বেশ ভালো ভাବରେ জଣା আছে তা ছড়া তো মাটা যে কেতে ভালো মনিষ হইଥିବ যা পাখর তো ভলি তো অমনিষ পশু জন্ম হইছে সেটা মতে বেশ ভালো ভাବରେ জଣା আছে এ মা মো তো হাত জোড়ুছিল আলে মো মা কি ভালো কি খারাপ সেইটা কেবল সে উপরওয়ালা হি কহিব ভাই তো বাজে কথা বন্ধ কর আজ কো 2 দিন হেলা কামକୁ যাইনি মানে আজ ঠু 2 দিন বাই তো খাইবা বল কেমিতি জিবি কামକୁ ল আলো 2 দিন হলা মতে জ্বর ডাক্তার ডাকিবা পাই কହୁছি মো কথা কেহি শুনুন মো পাখরে যে টঙ্কা পয়সা লা তাকে জোর জবরদস্তি তুমি ছড়াই নেল মেডিসিন আনিবা পাই মো পাখরে টঙ্কাটিଏ ବି নাই দেখল মো কাশরু কেমিতি রক্ত পড়ুছি সামান্য টিকে কোন জ্বর ঠান্ডা হয়েছে কি নাই কোন না মেডিসিন আনো মেডিসিন ন আনলে এটা যেମିତି সতরে এ বউ আলো মো পরপটে বলি তুম মরণ চাহুছি না আজ যদি মন তো নিজ পুଅ হইতান্তি তু কোন মো মরণ চাহিতান্তু এতে বড় স্বার্থপর হই জানালো মা আলো তু পরলো মা মা পাখরে পর আপনা কিছু নথাইলো ସେମିତି ବାଣି ଶୁଣେଇବା ଦରକାର ନାହିଁ ମୋ ପିଲାମାନେ ତୋ ପରି କେବେ ମଣିଷ ମାରି ପାରିବେନି କାହିଁକି ନା ମୁଁ ସେମାନଙ୍କୁ ଠିକ ସଂସ୍କାର ଶିଖେଇଛି ঠিক কইছিল মা আলো মোর পরা মা নাহি মতে সংস্কার শিখেইব কিଏ ସେମିତି ବାଣି ଶୁଣେଇବା ମୋର କିଛି ବି ଦରକାର ନାହିଁ କାମକୁ ଯାଇନୁ ମାନେ ଏ ଘରେ ତୋତେ ଖାଇବା ମିଳିବନି ଭଲରେ କହୁଛି କାମକୁ ଯା କହୁଛି ଅବେ মমি আজ আমার মেডিকাল জ্বর আছে হেলে ননসেন্সটা মতে ডক্টর পাখକୁ রহুনি তবে কহ মো গর্ভ ছড়া যদি কিছু হই যায় নাই এইটা তো ମୋ ପୁଅକୁ ମାରି ଦେଇଛି ମୋ ଘରକୁ ଆସୁଥିବା ଉତ୍ତରାଧିକାର ଯଦି କିଛି ହେଇଯାଏ এইটার বংশরে ମୁଁ କାହାକୁ ବି ଭଲରେ ଛାଡ଼ିବିନି ଭଲରେ କହୁଛି ମୋ ବୋଉକୁ ନେଇ ମେଡିକାଲ না মো মেডিকাল ଯିବିନି ମୋ ପାଖରେ ମେଡିକାଲ ଯିବା ପାଇଁ ଟଙ୍କା ଦେବି ମୋ ପାଖରେ ନାହିଁ সে কথা কে কইব তুমি দায়িত্ব নেইছ তুমি কোন করে মধ্যে করছ মোর সবু দায়িত্ব তুমি নব টঙ্কা কোন আনিব সেসু জানিয়া মোর দরকার নাই মু ଏବେ এই মুহূর্তে ডক্টর পাখକୁ নিহাতি ଯିବି ମୋ ବୋଉ କଣ କହିଲା ତତେ କଣ କିଛି ଶୁଭିଲାନି ଭଲରେ କହୁଛି ମୋ ବୋଉକୁ ନେଇ ମେଡିକାଲ ଯା না ମୁଁ ଯିବିନି କହିଲି ତ ମୋ ପାଖରେ ଟଙ୍କା ନାହିଁ କଣ ତମ ପାଇଁ ମୁଁ ବିକ୍ରି ହେଇଯିବି ସଫା କଥା ମତେ ଟଙ୍କା ଦେବ ତାପରେ ମୁଁ ମେଡିକାଲ ଯିବି ନହେଲେ କାହାରି କଥା ବି ମୁଁ ଶୁଣିବିନି মমি এইটা কালি ମୋ ସାମ୍ନାରେ ଠିଆ ହେଲା ବେଳେ ତଳକୁ ମୁହଁ କରି ଛିଡ଼ା ହଉଥିଲା ଆଜି এইটা ମୋ ମୁହଁ ଉପରେ ଜବାବ ଦେଲାନି ଆବଶ୍ୟକ ପଡ଼ିଲେ এইটা କାଲି ମୋ ଉପରକୁ ହାତ ଉଠେଇ ଦେବ ଭଲରେ କହୁଛି ମୋ ବୋଉକୁ ନେଇ ମେଡିକାଲ ଯା ନା ମୁଁ ଯିବିନି ଯିବିନି ମାନେ ଯିବିନି ମେଡିକାଲ ଯିବୁ ନା ଯିବିନି ଲଗା ମମି ଆହୁରି ମାର ତାଙ୍କୁ ଆହୁରି ମାର କାହିଁକି ମରୁଛୁ ମରିଯିବ ସେ ମରିଯାଉ এইটা ମରିଗଲେ ମୋ ପୁଅର ଆତ୍ମାକୁ ଶାନ୍ତି ମିଳିଯିବ ମାରିଦେ ମା ଆଲୋ ତୁ ମତେ ମାରିଦେ ଆଲୋ ତୁ ମାରିଲେ ମତେ କେମିତି ଲାଗେ ଜାଣିଛୁ ମୋ ମା ଯେମିତି ମୋ ପିଠିରେ ହଳଦୀ ତେଲ ଲଗେଇ ଦଉଛି ଆଲୋ ମାର ମତେ କାହିଁକି ମା ହଉଛୁ ବେ ତୁ କଣ ମୋ ପାଖରୁ ଜନ୍ମ ହେଇଛୁ ନା ମୁଁ ତ ମା ମମି ଜଗା ଆମ ଘରେ କିଛି ଦିନ ହେଲା ରହିଲାଣି ସେ ଆମ କଥାବାର୍ତ୍ତା ମାନି କାମ କରୁଛି ମୋ ମନ କହୁଛି ସିଏ ଆମ ଭାଇକୁ ମାରିନି କଣ କହିଲୁ ସିଏ ତ ଭାଇକୁ ମାରିନି ନିଜ ଆଖିର ସବୁ କିଛି ଦେଖି ସାରିବା ପରେ
ତୁ ପୁଣି ମତେ ବୁଝେଇବାକୁ ଆସିଛୁ ଏଇଟା ମୋ ପୁଅକୁ ମାରି ଦେଇଛି। ନାଇଁ ମମି, ଆଖି ବେଳେ ବେଳେ ଧୋକା ଖାଏ ମମି। ଏ ଜଗା ଆମ ଭାଇକି କେବେ ବି ମାରି ନଥିବ। ବସନ୍ତ ଏଇ ଲୋକଟା ଯୋଉ ଜଣ ଭାଇକୁ ମାରିଲା ତମେ ଆକୁ ବହୁତ ମାରିଛ, ଆଜି ପୁଣି ଏକଥା କାହିଁ କହୁଛ? ସେଦିନ ଓ ଆଜି ଭିତରେ ବହୁତ ପାର୍ଥକ୍ୟ। ବସନ୍ତ ଭାଉଜ ମୋ କଥା ମାନ, ମୁଁ ସତ କହୁଛି ଇଏ ଆମ ଭାଇକି କେବେ ବି ମାରିନି। এইটা তো মনর কথা নুহ, মতে যেমিতি লাগুছি এ বদমাসটা তোতে পুরাপুরি বদলাই ଦେଇଛି। ମୋ ଠାରୁ ତତେ ସେ ଅଲଗା କରିବାକୁ ବସିଛି। ନାଇଁ ମା, ତୁ ମତେ ଭୁଲ ବୁଝୁଛୁ। ମୁଁ ବସନ୍ତ ବାବୁକୁ କିଛି କହିନି। ଏ ବସନ୍ତ ବାବୁ, କାହିଁକି ତମେ ମୋ ପକ୍ଷ ନେଇ କଥା କହୁଛ? ମୋ ପକ୍ଷ ନେଇ କିଛି କଥା କହିବା ଦରକାର ନାହିଁ। ବୋଉ ମା, ତମେ ପରା ମେଡିକାଲ ଯିବ, ଅପେକ୍ଷା କର, ମୁଁ ଟଙ୍କା ଯୋଗାଡ଼ କରି ଫେରୁଛି। ମମି, ଜଗା ତୋ ଠାରୁ ଜନ୍ମ ହେଇନି, ଫିର୍ ବି ତୋତେ ମା ମା ବୋଲି ଡାକୁଛି। ତୁ କଣ କିଛି ବୁଝିପାରୁନୁ? ତୁ ତା ମନର କଥା କଣ ତୁ ପଢି ପାରୁନୁ? ଏ ମମି, ତୁ ସେମିତି କର ନା, ଭଗବାନ ତୋତେ ଶାସ୍ତି ଦେବେ ତୋତେ। সেইটা খালি শাস্তি পাইবনি, শাস্তি পাইবে তা সারা পরিবার। বৈশাখ ইয়ে কে? এ হচ্ছে জগার ভৌণী। আরে এই এ বৈশাখ, যে ମୋ ଶତ୍ରୁ ତୁ ତାରି ଭଉଣୀକୁ ବାହା ହେଇ ଘରକୁ ଚାଲି ଆସିଛୁ। এ মামি, এই, ତାକୁ ଯେମିତି ନେଇ ଆସିଲୁ ସେମିତି ମୋ ଆଖି ସାମ୍ନାରୁ ନେଇ ଚାଲି ଯା କହୁଛେ। এ মামি, হলে তু রাগুছু কাইকি? এইটাকে মু সতরে বাহাইনি, কেবল প্রতিশোধ পাই আম থারে সিন্দুর দেইছি। ভাইটা আম ঘরে চাকর হই খটুছি, এইটা বি আম ঘরে চাকরানি হই খটিব। আউ যাও দিন স্ত্রী অধিকার সাব্যস্ত করিব, সেই দিন আম থার পুছি দেবি সিন্দুর। বাবা মানিগলি বৈশাখ, ମୁଁ ଆଜି ମାରିଗଲି ତମକୁ, ଆଉ ଆଜି ଜାଣିଲି ତମେ ତମ ଭାଇକୁ କେତେ ଭଲ ପାଅ। ଏ ଶୁଣ ଚାକରାଣୀ, ମୁଁ ବେଡରୁମରେ ଶୋଇଥିବି, ଚାହାଟା ନେଇ ମୋ ବେଡରୁମରେ ପହଞ୍ଚେଇ ଦେବୁ। এই, ମୋ କଥା ବି ଭଲରେ ଶୁଣ। ମୁଁ ବିଛଣାରୁ ଉଠିବି, ସିଧା ବାଥରୁମକୁ ଯିବି। ବାଥରୁମରେ ମୋ ପାଇଁ ଗରମ ପାଣି, ପେଷ୍ଟ ବ୍ରଶ ସବୁ କିଛି ଠିକ୍ ଜାଗାରେ ରଖାଯାଇ। ଆଉ ଗୋଟେ କଥା ବି ଶୁଣିଲ, ୱାସିଂ ମେସିନ୍ ଅଛି କିନ୍ତୁ ତୋ ନିଜ ହାତରେ ତୁ ଲୁଗା ସଫା କରିବୁ। ମୋ ଘରଟା ମାର୍ବଲରେ ତିଆରି। ପ୍ରତ୍ୟେକ ଦିନ ମୋ ଘର 2 ଥର ସଫା କରି। ଆଉ ଗୋଟେ କଥା ବି ଶୁଣିଲ, ବୈଶାଖ ନାଁରେ ଶୀଘ୍ର ପ୍ରୀତି ସତ, ହେଲେ ଚାକରାଣୀକୁ କେବେ ମାଲିକାଣୀ ହେବା ପାଇଁ ଚେଷ୍ଟା କରିବୁନି, ତା ନହେଲେ ମୋ ହାତଟା ତୋ ଉପରକୁ ଉଠିଯିବ। କଥା ଶୁଣିଲ, ମୋ କଥାରେ ଯଦି ଟିକିଏ ବି ଖିଲାପ ତାହେଲେ ମାରିକି ସିଧା ଫ୍ୟାନରେ আরে বুঝি পাইলে তো হা কথা মনে রখ কি ন রখ, ମୋ ମମି କଥାଟା ଯେମିତି ତୋର ମନେ ରହେ, ତା ନହେଲେ ମୋ ମମି ଖାଲି କଥାରେ ନୁହେଁ କାମରେ ବି କରିକି ଦେଖାଇଦେବ। ଏ ବସନ୍ତ, ଆଉ ଟିକେ ଭଲ ଭାବରେ ତୋ ଭାଉଜକୁ ଟିଉସନ୍ କରିଦେ। ମୁଁ ଆସୁଛି ବସନ୍ତ, ମୁଁ ଆସୁଛି। ଠିଆ ହୁଅ ବସନ୍ତ, ସମସ୍ତେ ତ ସମସ୍ତଙ୍କ କଥା କହି ଚାଲିଗଲ, ତମେ ମତେ ଏତେ ଭଲ ପାଉଥିଲ, ତମେ କଣ ମତେ କିଛି କହିବନି? କଣ କହିବି ମୁଁ? ଆରେ ତମେ ତମ ପାଟିଟାକୁ ବନ୍ଦ କରିଦେଇଛ। ତମକୁ ମୁଁ ଭଲ ପାଉଥିଲି, ତମେ ମୋ ଭାଇକୁ ବାହା ହେଇଗଲ। ଏଥର ମୁଁ ବୁଝିଗଲି, ତମେ ସେଦିନ ମିଛ କଥା କହୁନଥିଲ, ତମେ ସତ କହୁଥିଲ। ମୁଁ ତମ କଥାକୁ ବୁଝେଇ ପାରି। ନାଇଁ ବସନ୍ତ, ତମେ ଥରେ ବୁଝିବା ପାଇଁ ଚେଷ୍ଟା କର। ସେଦିନ ମୁଁ ତମକୁ ମିଛରେ ଠକିଥିଲି,
ହେଲେ ଆଜି ଆଜି ମୁଁ ନିଜେ ଠକି ଗଲି। ତମକୁ ଠକିଛି ବସନ୍ତ। ପାରୁଛ ତ ମତେ ଅଭିଶାପ ଦିଅ। ତମ ଆଖି ଲୁହରେ ମୁଁ ଯେମିତି ଭାସି ଯାଏ। ତମକୁ କାହିଁକି ମୁଁ ଅଭିଶାପ ଦେବି? କୋଉ ଅଧିକାରରେ ଦେବି? ତେବେ ନଈ କୂଳରେ ଛିଡ଼ା ହେଇ ଘାଟକୁ ଦେଖିଛ? ଡଙ୍ଗାଟି କୂଳରେ ଲାଗେ, ଘାଟ ତାକୁ ସ୍ୱାଗତ କରେ। ଆଉ କିଛି ସମୟ ହେଲା ପରେ ଡଙ୍ଗାଟି ପୁଣି ଫେରି ଯାଏ। ଘାଟ ତାକୁ ହସି ହସି ବିଦାୟ ଦିଏ। ଡଙ୍ଗାଟି ଚାଲିଗଲା ପରେ ଘାଟ କଣ ତାକୁ ଅଭିଶାପ ଦେଇଥାଏ? ତମେ ବି ଡଙ୍ଗା ହେଇ ମୋ ଜୀବନକୁ ଆସିଥିଲ, ତମ ସମୟ ହେଇଗଲା, ତମେ ପୁଣି ଚାଲିଗଲ। ନଈ କୂଳରେ ଛିଡ଼ା ହେଇ ତମରି ଡଙ୍ଗାକୁ ଆସିବା ବାଟକୁ ଚାହିଁ ବସିଥିଲି। ତମ ସାଥିରେ ନଈ କୂଳ ପର୍ଯ୍ୟନ୍ତ ଯିବି ବୋଲି, ହେଲେ ସମୟ ଚାହିଁଲାନି। ବାଟରେ ଝଡ଼ ହେଲା। ତମ ଡଙ୍ଗାରେ ବସିବା ବଦଳରେ ମୁଁ ଆଉ ଗୋଟେ ଡଙ୍ଗାରେ ବସିଗଲି। ତମେ ମତେ ଭଲ ପାଉଥିଲ। ତମ ଭାଇ ମୋ ଛାତି ଭିତରେ ଘର କରିଗଲେ। ତମର ସେଦିନ ଫୋନ ଆସିଲା, ତମେ ଚାଲିଗଲ। ଆଉ ତାପରେ ତୁମ ଭାଇ ସେଠାକୁ ଆସିଲେ। ମୁଁ ତାଙ୍କ ପରିଚୟ ବି ମାଗିଲି, ସେ ମତେ କିଛି କହିଲେନି। ତାକୁ ଗୋଡ଼ ହାତ ତଳେ ପଡ଼ିଲି, ତାକୁ କେତେ ନେହୁରାଇଲି, ହେଲେ ସେ ମୋ କଥା ଶୁଣିଲେନି। ଶେଷରେ ସେ ମତେ ବଦନାମ କରିଦେଲେ। ମୋ ଭାଇ ତମକୁ ବଦନାମ କରିନି। ତମେ ଚାହୁଁଥିଲ ନିଜେ ବଦନାମ ହବା ପାଇଁ। ଗୋଟେ ଝିଅର ସମ୍ପତ୍ତି କଣ? ତାର ଇଜ୍ଜତ, ଆରେ ତମ ଇଜ୍ଜତ ଚାଲିଗଲା। ଥାନା କୋର୍ଟ ବାଡ଼ି ସବୁ କିଛି ଅଛି। ତମେ ପଇସା କନାରେ ଯାଇ ଏଫଆଇଆର ଦେଇଥାନ୍ତ। ବସନ୍ତ, କେମିତି ଏଫଆଇଆର ଦେଇଥାନ୍ତି? ମୋ ପରିସ୍ଥିତି ନେଇ ମତେ ଏମିତି ଜାଗାରେ ଛିଡ଼ା କରାଇ ଦେଇଥିଲା ଯେ ମୁଁ ତମ ଭାଇଙ୍କ ନାଁରେ ଏଫଆଇଆର ଦେଇପାରିଲିନି। ମୋ ବାପା ବି ମତେ କହୁଥିଲେ ତମ ଭାଇଙ୍କ ନାଁରେ ଏଫଆଇଆର ଦେବା ପାଇଁ। ମୁଁ ମନା କରିଦେବାରୁ ମୁଁ ଜି ଥାଉ ଥାଉ ମୋ ବାପା ମତେ ମାରିଦେଲେ। ଚୁପ୍ କର। ତମ ଭଳି ଝିଅ ମରିଯିବା ଦରକାର। ତମକୁ ମୁଁ ଭଲ ପାଉଥିଲି, ତମେ ମୋ ପ୍ରେମିକା ଥିଲ। ଏବେ ତମେ ମୋ ପ୍ରେମିକା ନୁହଁ, ତମେ ହଉଛ ଜଣେ ଦେହଜୀବୀ ବେଶ୍ୟା। ଠିକ ଅଛି ବସନ୍ତ, ଆଉ ତାହେଲେ ଡେରି କରୁଛ କାହିଁକି? ଆରେ ଆସ, ଆରେ ମତେ ମନେ କରି ଏନ୍ଜୟ କର, କାହିଁକିନା ମୁଁ ହଉଛି ଗୋଟେ ଦେହଜୀବୀ। ଆରେ ତମେ ତ ମତେ ପ୍ରଥମେ ଭଲ ପାଉଥିଲ, ତମେ କାହିଁ ବାଦ ପଡ଼ିଯିବ? ତୁମ ଭାଇଙ୍କ ପାଇଁ ଥରେ ବଦନାମ ହେଲି, ଆଉ ଥରେ ମୁଁ ତମ ପାଇଁ ହେଇଯିବି। ଆରେ ଆସ, ଆରେ ଆସ ବସନ୍ତ, ଏ ଦେହଜୀବୀକୁ ଏନ୍ଜୟ କର, କାହିଁକିନା ଏ ଦେହଜୀବୀକୁ ପୁରୁଷ ଦରକାର। ଆରେ ଆସ ବସନ୍ତ, ଆରେ ଆସ, ଆଉ କାହିଁ ଛିଡ଼ା ହେଲ? ଆରେ ଆସ, ମତେ ମନେ କରି ଏନ୍ଜୟ କର। ମୋର ଭୁଲ ହେଇଗଲା ଭାଉଜ। ଇମୋସନାଲ ଗୋଟେ ଭୁଲ କଥା କହିଦେଲି। ସବୁ ପ୍ରେମର ଶେଷ ସିନ୍ଦୁର ନୁହେଁ, ସେଇଟା ମୋ ମନକୁ ବୁଝେଇଦେବି। ଆଉ ଏମିତି ବି ମୋ ଲାଇଫରେ ଘଟିବାର ଥିଲା, ସେଇଟା ବି ମୁଁ ବୁଝେଇଦେବି। ତମେ ମୋ ପାଇଁ ଜନ୍ମ ହେଇନ, ତମେ ଜନ୍ମ ହେଇଛ ମୋ ଭାଇ ପାଇଁ। ବସନ୍ତ, ବସନ୍ତ,
कौन जन्म होती खाली परीक्षा पर परीक्षा दबा पाई समस्ते मते भूल बुझी चली जाऊचंती कहीं भी मते ठीक बोली बाबू नांती अरे कहीं मते ठीक न बाबू तू मु जानी छी मो भाई मते निश्चय ठीक बुझिबो हो मो भाई मते निश्चय ठीक बुझिबो आउ से भाई टाको मो अपेक्षा करी रही छी मोर सब कथा सुनी सारिबा परे तो भाई जा जानिबो हूँ केते डेंजरियस बाबुआणी 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 आमे पर मेडिकल जीवा अरे शीघ्र बाहर बाबुआणी बाबुआणी अबे मेडिकल तो जीवो एत व्यस्त हो चुका है कि देखिलो एटा को तो चिंदी चूरा नहीं अबे दे ओइसक बाबू ये के ए अबे मो सहित नाटक करू छो अबे दे aku तो जानी नो तू मो भाई को मारी देलो ଆଉ ମୁଁ ତ ଭଉଣୀର ଇଜ୍ଜତ ନେଇଗଲି ଏବେ ଆମେ ଯେମିତି କାନ୍ଦୁଛୁ ତମେ ଭାଇ ଭଉଣୀଟା ଠିକ ସେମିତି କାନ୍ଦିବ କାହିଁକି ଆମକୁ ଦୁଇ ଜଣଙ୍କୁ ସମ୍ପର୍କରେ ଯୋଡୁଛ ମୁଁ ତ ତାକୁ ଚିହ୍ନିନି ସିଏ ମୋ ଭଉଣୀ ନୁହଁ କି ମୁଁ ତା ଭାଇ ବି ନୁହଁ ए भाई तू ये कौन कहत रे भाई तू मते चिन्हिलु मु परे तो शुभ तो गेली भौणी ओ मु जानी छी तू मो ऊपर अभिमान करिछु ना ए भाई मु ए बैशाख बाबू बाहा हे गली बोली तू मो ऊपर रागी छु ना अरे काहींକି ଭାଇ ଭାଇ ଏଇ ହଉଛୁ अरे କହିଲି ତ ତୁ ମୋ ଭଉଣୀ ନୁହଁ ମୁଁ ତ ଭାଇ ନୁହଁ କାହିଁକି ଭାଇ 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 ହଉଛୁ ଆବେ ସତରେ କଣ ଜଗାର ଭଉଣୀ ଶୁଭ ନୁହଁ ହେଲେ ମୁଁ କାହିଁକି ଶୁଭର ସର୍ବନାଶ କଲି ନା ମୋ ଡିସିସନ କେବେ ଭୁଲ ହବନି ଏ ଶୁଭ तो देहरु से लुगा खोल नहीं यदि तू ता भौणी हेई नथिबो ताले जगा तो लंगड़ा बेस केबे भी देखि पारि बोले मैं खोल तो देहरु लुगा नहीं को देव साड़ी खोली पारिबी ने और बहुत खुलिबो नहीं बाबू स्वामी आगे स्त्रीटा लुगा खोलिले कौन भल लगिब अबे किए कार स्त्री केवल बदला न पई मो एटा मथारे सिंदूर देइछि तू आम घरे चाकर ही खटुचु ଆଉ ଏଇଟା ଚାକରାଣୀ ହେଇ ଖଟିବ ବାବୁ ହେଲେ ମା ହାତରେ ଶଙ୍ଖା ମଥାରେ ସିନ୍ଦୁର ପିନ୍ଧିଛନ୍ତି ନାରୀକୁ ଅପମାନ କରିବା ମାନେ ନାରୀ ଜାତିକୁ ଅପମାନ କରିବା ପୁରାଣ ଇତିହାସରେ ନାରୀକୁ ଅପମାନ କରି କେହି ଭଲରେ ନାହାନ୍ତି ବାବୁ କେହି ବି ଭଲରେ ନାହାନ୍ତି ଓ ବୁଝିଗଲି अबे तुम दीटांक भितरिया किछि गुटे रक्त संपर्क अछि लुगा खोल नहीं हेलो तो देहर लुगा खोल कहछे नहीं नहीं हेलो खोल कहछे भाग्य दस्ती मु तो बगड़ तळे पडुची पारु छ त मो तोटे जी मते शेष कर दियो नहीं बाबू। मते यार लुगा खोलिबा कथा कोन हेलो मो डिसिजन नै छि माने तू तो देहर लुगा खोलिबो नहीं मु खोलिबी हेलो खोल कहछे କାଇଁ ବାବୁ सतर कौन ये जगार भौणी ये नुहे मु कहीं भूल कली मु कहीं शुभर सर्वनाश कली हाँ मु भूल करी मु भूल करी शुभ
କହିଲ ଶୁଭ ତା ନହେଲେ ମୁଁ ଅପରାଧୀ ହେଇଯିବି। ଆଲୋ ଜାଣିଛୁ ଜଗାକୁ ଦର୍ଶନ କରିବା ପାଇଁ ସମସ୍ତେ ପୁରୀକି ଯାଆନ୍ତି, ସମସ୍ତେ କଣ ଜଗାକୁ ଦର୍ଶନ କରିପାରନ୍ତି? ଆଲୋ ଯିଏ ଯୋଉ ଆଖିରେ ଦେଖେ, ଯୋଉ ମନରେ ତା କଥା ଭାବେ, ଜଗା ସେମିତି ତାକୁ ଦେଖା ଦିଅନ୍ତି। ଭାଇ ଲେ ଶୁଭ ଆଲୋ ମୁଁ ତତେ ଦେଖିଛି ଗୋଟିଏ ବାପ ଆଖିରେ, ଭାଇ ଗୋଟିଏ ଭଉଣୀ ଆଖିରେ। ଆଲୋ ଏ ଶୁଭ ଆଲୋ ତୁ ଯେତେବେଳେ ଛୋଟ ହେଇଥିଲୁ ଏଇ ହାତରେ ତତେ କୂଳରେ ଧରିଛି, ଏଇ ହାତରେ ଗାଧୋଇ ଦେଇଛି, ଆଉ ସେତେବେଳେ ତ ଲଙ୍ଗଳା ଦେହକୁ ବି ଦେଖିଛି। ଆଲୋ ସେତେବେଳେ ଯେତେବେଳେ ତ ଲଙ୍ଗଳା ଦେହକୁ ଦେଖି ପାରୁଥିଲି, ଆଜି ଦେଖିପାରିବିନି କାହିଁକି ଲୋ? ଆଜି ଆଜି ତା ବାପ ତା ଝିଅର ଟିକି ଝିଅର ଲଙ୍ଗଳା ଝିଅକୁ ଦେଖିଛି। ଭାଇ ଏ ଭାଇ ମୋର ଭୁଲ ହେଇଗଲା, ଭାଇ ମୋର ଭୁଲ ହେଇଗଲା। ମୁଁ ମୋ ବାପାକୁ ଚିହ୍ନି ପାରିଲିନି, ମୋ ବାପା ଆମକୁ ମୋ ହାତ ଉଠେଇଦେଲି, ମୋତେ କ୍ଷମା କରିଦେଲ ଭାଇ। ଏ ଶୁଭ ଆଲୋ ତୋ ଭାଇଟା ଯଦି ଅନ୍ଧ ହେଇଥାନ୍ତା ତାହେଲେ ତ କଣ୍ଠସ୍ୱର ଜାଣି ପାରିଥାନ୍ତା ତୁ ହଉଛି ମୋ ଭଉଣୀ ଶୁଭ। ଆଲୋ କଥାଟା ଯଦି ସତ ବୋଲି ପ୍ରମାଣିତ ହେଇଯିବ ସେମାନେ ତତେ ପ୍ରବଳ ମାରିବେ ଲୋ, ପ୍ରବଳ ଶାସ୍ତି ଦେବେ। ହେଲେ ମୁଁ ସହିବି କେମିତି କହିଲୁ? ସେଇଥିପାଇଁ ମୁଁ ମିଛ କହିଦେଲି। ଏ ଭାଇ ମୁଁ ଯେତେବେଳେ ଛୋଟଟେ ହେଇଥିଲି ପାଠ ପଢିବାକୁ ଯାଉଥିଲି, ମୋର ପାଠ ଭଲ ହୁଏନି, ଟ୍ୟୁସନରେ ମତେ ସାର୍ ବହୁତ ମାରନ୍ତି, ଆଉ ମୁଁ ବଡ ପାଟି କରି କାନ୍ଦେ, ଆଉ ମୋ କାନ୍ଦ ଶୁଣି ତୁ ମୋ ପାଖକୁ ଧାଇଁ ଆସୁ, ଆଉ ହାତ ଦେଖେ ନେଇ କହୁ ସାର୍ ମୋ ଭଉଣୀ କି ମାରନ୍ତୁନି, ମୋ ଭଉଣୀ କି ମାରିଲେ ମୁଁ ପରା ସହି ପାରିବିନି, ଯଦି ଦଣ୍ଡ ଦେବାର ଅଛି ତାହେଲେ ମତେ ଦିଅ, ହେଲେ ମୋ ଭଉଣୀ କି ମାରନ୍ତୁନି, ମୋ ଭଉଣୀ କାଲିକୁ ପାଠ କରି ନେଇ ଆସିବ। ଏ ଶୁଭ ଆଜି ମୁଁ ଖୁସିରେ ରହିବି ବୋଲି ତୁ ଠିକ ସେଇ ବିଚାର କଲୁ ନା ଲୋ ଭାଇ। ତୋ ଭଉଣୀକୁ ଖୁସିରେ ରଖିବା ପାଇଁ ତୁ ତ ପରିଚୟ ବଦଳେଇ ଦେଲୁ। ପରିଚୟ ବଦଳେଇ ଦେଲି କାହିଁକି ଜାଣିଛୁ? ଆଲୋ ତୋ ଆଖିରୁ ଲୁହ ଝରିଲେ ମତେ ଭାରି କଷ୍ଟ ହୁଏ ଲୋ। ଭାଇ ତୁ ଛୁଟି ପଡ଼ିଲେ ମୋ ପାଦକୁ କଷ୍ଟ ହୁଏ। ଆରେ ଏ ଶୁଭ କେବେ କୌଣସି ପରିସ୍ଥିତିରେ କାହା ପାଖରେ କହିବୁନି ଆମେ ଦୁଇ ଜଣ ଭାଇ ଭଉଣୀ ବୋଲି। ଆଲୋ ମୁଁ ତ ଦୋଷ କରିଛି, ମୋ ପାଇଁ ତୁ କାହିଁକି ଦଣ୍ଡ ପାଇବୁ କହିଲୁ? ଭାଇ ମୋ ଡଙ୍ଗାଟା ତ ମଝି ନଈରେ ଭାସି ଯାଇଛି, ମୁଁ ଚାହେଁନି ତୁ କେବେ କହ ମଝି ନଈରେ ମୋ ଜୀବନ ଡଙ୍ଗା। Thank you.